ମଝିରେ ସେଦିନ କେତେ ବାହାରକୁ ପଳାଇଥିବାରୁ ଚଳଚ୍ଚିତ୍ର ଜଗତ ଟିକେ ଦୂରେଇ ଯାଇଥିଲା। ପୁଣି ଯେତେବେଳେ ଆସି ଓଡ଼ିଶାରେ ପହଞ୍ଚିଲା ପୁଣି ଆମେ ଏକାଠି ହେଇଗଲୁ। ତେଣୁ ଏହି 2-4 ଦିନ ତଳେ ବି ଆମେ ଏକାଠି ବହୁତ କାର୍ଯ୍ୟକ୍ରମକୁ ଯାଇଛୁ। ତେଣୁ ସ୍ମୃତି ତ ଅଗଣିତ, ମାନେ କହି ହେବନି। ସେ ସବୁବେଳେ ମୋତେ ଗାଇଡ୍ କରୁଥିଲା, ବଡ଼ ହିସାବରେ ମୋତେ ବହୁତ ଗାଇଡ୍ କରେ। ମାନେ ଅଦିନାମକ ଚଳଚ୍ଚିତ୍ରରୁ ଆରମ୍ଭ କରି ଅକ୍ଷୟ ମହାନ୍ତିଙ୍କ ସାଙ୍ଗେ ସବୁ ଯାକ ଆମେ ଗାଇଛୁ। ଆଉ ସବୁ ପିକ୍ଚରରେ ସିଏ ସ୍ମୃତି କ'ଣ କହିବ, ଆମେ ଡ୍ରେସ୍ ବଦଳା ବଦଳି ହେଉଥିଲୁ। ତାର ଯେଉଁଟା ଭଲ ମୁଁ ତାକୁ ମାଗି ପିନ୍ଧୁଥିଲି, ଯଦିଓ ମୁଁ ମୋଟା ଥିଲି କିନ୍ତୁ ତାର ସେ ପତଲା ଥିଲା, ଟାଇଟ୍ ଟାଣି ଟୁଣି ମୁଁ ପିନ୍ଧୁଥିଲି। ଅନେକ ସ୍ମୃତି, ଏକାଠି ଗୋଟେ ଖଟରେ ଶୋଉଥିଲୁ, ଏକାଠି ସେ ଚୁଙ୍ଗୁଡ଼ି ଭଲ ପାଏ, ମୁଁ ଅଣ୍ଡା ଭଲ ପାଏ। ତେଣୁ ଚୁଙ୍ଗୁଡ଼ି ଅଣ୍ଡାକୁ ଆମେ ସେୟାର କରୁଥିଲୁ, ସେ ଚୁଙ୍ଗୁଡ଼ି ଖାଇବ, ମୁଁ ଅଣ୍ଡା ଖାଇବି। ଏମିତି ବହୁତ କିଛି ସ୍ମୃତି, ସ୍ମୃତିର ସୀମା ନାହିଁ। ତେଣୁ ଆଜି ବହୁତ କଷ୍ଟ ହେଉଛି। ଶେଷ ଥର ପାଇଁ ବୋଧେ ଶହୀଦ ଭବନରେ ଏକାଠି ଦେଖା ହେଇଥିଲେ? ନାଇଁ ଆଜ୍ଞା, ଶେଷ ଥର ପାଇଁ ଆମେ ରବିର ବାରପତ୍ର ଦେଖା ହେଇଥିଲୁ। ରବି ବାରପତ୍ରକୁ ଆମେ ଯାଇଥିଲୁ, ସେଇଠି ଆମେ 2 ଜଣ ଯାକ ବସିଲୁ। ରବି ବାରପତ୍ରରେ ସେ ମନା କରୁଥିଲା ଯେ ନାଇଁ କିଛି ଖାଇବାନି, ଚାଲ ପଳେଇବା, ଭଲ ଲାଗୁନି। ଟିକେ ଟିକେ କ'ଣ ଷ୍ଟାର୍ଟର ଖାଇକି ପଳେଇ ଆସିଥିଲୁ। ତାପରେ ତ ଶୁଣିଲି ତାର ସେ ଯେଉଁ ସମ୍ବାଦ ପ୍ରୋଗ୍ରାମକୁ ଯିବା କଥା ବି ମୋତେ କହୁଥିଲା। ମୁଁ ତାକୁ ମନା କରୁଥିଲି, ମୁଁ ତତେ ଭଲ ଲାଗୁନି, ତୁ କାହିଁକି ଯାଉଛୁ? କିନ୍ତୁ ତାର ଟିକେ ଯିବାକୁ ଇଚ୍ଛା ଥିଲା, ଯାଇଥିଲା। ସେଇ ଜାଗାରେ ବଢ଼ିଆ ଘଟଣା ଘଟିବ ବୋଲି ସେ ବି ଆଶା କରିନଥିଲା, କି ମୁଁ ବି ଭାବିନଥିଲି।